ओम शांति। सत्य पिता निराकार सोमनाथ महाप्रभुंकर सोमरस अर्थात ज्ञान अमृत को पान करुथिबा निराकारी आत्मिक प्रभु संतान मानंकु अंतरर सहित ईश्वरीय शुभ अभिनंदन शुभेच्छा सुस्वागतम सुप्रभात। ଯେଉଁମାନେ ଆଜ୍ଞାକାରୀ ସନ୍ତାନ ହୁଅନ୍ତୁ, କର୍ମଚାରୀ ହୁଅନ୍ତୁ ବା ସେବକ ହୁଅନ୍ତୁ, ସେମାନଙ୍କୁ ସମସ୍ତେ ଆଦର କରିଥାନ୍ତି, ତାଙ୍କର ଗୁଣଗାନ ମଧ୍ୟ କରିଥାନ୍ତି। ରାମଚନ୍ଦ୍ରଙ୍କର କଥା କିଏ ବା ନ ଜାଣନ୍ତି। ସେ ଏପରି ଆଜ୍ଞାକାରୀ ସତ୍ୟନିଷ୍ଠ ଶ୍ରେଷ୍ଠ ଯେ ପିତାଙ୍କର ସତ୍ୟ ରକ୍ଷା କରିବାକୁ ଯାଇ ପିତାଙ୍କଠାରୁ ଆଜ୍ଞା ପାଇ ବନବାସ ଚାଲିଗଲେ। ପୁଣି ଦିନେ ନୁହେଁ, ମାସେ ନୁହେଁ, ବର୍ଷେ ନୁହେଁ, ପୁରା 14 ବର୍ଷ ସାଥିରେ ପତ୍ନୀ ଏବଂ ଅନୁଜ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି। ଏହା ସଂସାରରେ ବିରଳ। କେବଳ ତ୍ରେତୟା ଯୁଗରେ ନୁହେଁ, ପରନ୍ତୁ ପୁରା କଳ୍ପରେ ଅର୍ଥାତ୍ 4 ଯୁଗ ମଧ୍ୟରେ ଏପରି ଦୃଷ୍ଟାନ୍ତ ଆଉ କେଉଁଠାରେ ଦେଖିବାକୁ ମିଳେ ନାହିଁ। ବିଶାଳ ଅଯୋଧ୍ୟା ରାଜ୍ୟ ଧନଧାନ୍ୟରେ ପରିପୂର୍ଣ୍ଣ, ରାଜଭକ୍ତ ପ୍ରଜାସମୂହ, ସୁଖ ଶାନ୍ତିରେ ଭରପୁର ରାଜ୍ୟ ପ୍ରତି ତିଳେ ମାତ୍ର ମୋହ ନ ରଖି ନମ୍ରତାର ସହିତ ସହର୍ଷେ ସମସ୍ତଙ୍କଠାରୁ ବିଦାୟ ନେଇ ଚାଲିଗଲେ ବନବାସରେ। ଥରେ ମାତ୍ର ପ୍ରଶ୍ନ କରିନାହାନ୍ତି କି ପିତା ଏପରି କାହିଁକି ଆଦେଶ ଦେଉଛନ୍ତି? ଏହା ପଛରେ ପିତାଙ୍କର କ'ଣ ବିଶେଷତା ରହିଛି ବା କ'ଣ ବିବଶତା ତାଙ୍କର ରହିଛି? ଥରେ ମାତ୍ର ଚିନ୍ତା କରିନାହାନ୍ତି ଏଠାରୁ ବନକୁ ଗଲା ପରେ କିପରି ରହିବୁ, କିପରି ଚଳିବୁ? ଏ କଥା ମଧ୍ୟ ଥରେ ମାତ୍ର ଚିନ୍ତା କରିନାହାନ୍ତି। କାରଣ ତାଙ୍କୁ ଜଣାଥିଲା ପ୍ରତ୍ୟେକ ଘଟଣାର ପଛରେ କଲ୍ୟାଣ ହିଁ ଅଛି ଏବଂ ଗୁରୁଜନ ଯାହା କହୁଛନ୍ତି ବା ଯାହା ଆଜ୍ଞା ଦେଉଛନ୍ତି ତାହା ପାଳନ କରିବା ପିଲାମାନଙ୍କର କର୍ତ୍ତବ୍ୟ। ଏହା ମଧ୍ୟ ସମ୍ପୂର୍ଣ୍ଣ ବାସ୍ତବ, ଯାହା ରାମାୟଣର ଫଳାଫଳରୁ ସ୍ପଷ୍ଟ ପ୍ରମାଣ ମିଳେ। ରାମଚନ୍ଦ୍ରଙ୍କର ଏହି ଦୃଢ଼ ପଦକ୍ଷେପ ସାରା ମାନବ ସମାଜ ପାଇଁ ଏକ ବିରାଟ ଶିକ୍ଷା, ଯାହା ମଧ୍ୟ ପ୍ରତିଫଳିତ ହୋଇଥିଲା ରାମ ଭକ୍ତ ହନୁମାନଙ୍କ ଉପରେ। ମନରେ ତାଙ୍କର କେବେ ବି ସଂଶୟର ଚିହ୍ନ ବର୍ଣ୍ଣ ନଥିଲା, କାରଣ ସେ ଥିଲେ ଆଜ୍ଞାକାରୀ ପ୍ରଭୁ ଭକ୍ତ। ଶ୍ରୀରାମଚନ୍ଦ୍ରଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରଖି ତାଙ୍କ ନାମକୁ ସ୍ମରଣ କରି ପ୍ରତ୍ୟେକ କାର୍ଯ୍ୟ ସହଜରେ ସିଦ୍ଧ କରୁଥିଲେ। ରାମଚନ୍ଦ୍ରଙ୍କର ଆଜ୍ଞାକୁ ପ୍ରଭୁ ପ୍ରସାଦ ଭାବି କାର୍ଯ୍ୟରେ ପରିଣତ କରୁଥିଲେ ଅଚିରେ। ମୋଟାମୋଟି ଭାବରେ କୁହାଯାଇପାରେ କି ଆଜ୍ଞାକାରୀ ସନ୍ତାନମାନଙ୍କର କର୍ତ୍ତବ୍ୟ ବା ତାଙ୍କର ଏହି ଆଜ୍ଞା ପାଳନ କରିବାର କର୍ତ୍ତବ୍ୟକୁ ଦେଖି ତାଙ୍କ ଉପରେ ସମସ୍ତଙ୍କର ଶୁଭାଶୀର୍ବାଦ ଯୋଗୁଁ ସେମାନଙ୍କର ଆତ୍ମିକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ପ୍ରତ୍ୟେକ କାର୍ଯ୍ୟରେ ସେମାନେ ସଫଳତାକୁ ପ୍ରାପ୍ତ କରିଥାନ୍ତି। କଥାରେ କୁହାଯାଏ ନା କି ବର୍ତ୍ତମାନ ନା ସେ ରାମଚନ୍ଦ୍ର ଅଛନ୍ତି ନା ସେ ରାଜ୍ୟ ଅଛି, ଅର୍ଥାତ୍ ନା ପିତା ଧର୍ମ ପାଳନ କରୁଛନ୍ତି, ନା ସନ୍ତାନ ପିତୃଭକ୍ତ ଅଛନ୍ତି। ସେଥିପାଇଁ ସତ୍ୟ ପିତା ନିରାକାର ପରମାତ୍ମା ଶିବ ଭଗବାନ କହୁଛନ୍ତି, ମଧୁର ସନ୍ତାନଗଣ,
ତୁମମାନଙ୍କୁ ନିଜର ଦୈବୀ ଏବଂ ମିଠା ଚଳଣି ଦ୍ୱାରା ଭଗବାନଙ୍କର ପ୍ରତ୍ୟକ୍ଷତା କରିବାକୁ ହେବ। ସମସ୍ତଙ୍କୁ ଶିବ ବାବାଙ୍କର ବାସ୍ତବିକ ଜ୍ୟୋତି ସ୍ୱରୂପର ପରିଚୟ ଦେଇ ଭବିଷ୍ୟ ଦୈବୀ ସମ୍ପତ୍ତିର ଅଧିକାରୀ କରାଇବାକୁ ହେବ। ଏହା ହିଁ ସତ୍ୟ ପିତାଙ୍କର ତାଙ୍କର ସତ୍ୟନିଷ୍ଠ ସନ୍ତାନମାନଙ୍କ ପ୍ରତି ଆଜ୍ଞା। ଯେଉଁମାନେ ଏହାକୁ ଆନ୍ତରିକତାର ସହିତ ପାଳନ କରିଥାନ୍ତି ସେହିମାନେ ହିଁ ଭବିଷ୍ୟ ସତ୍ୟଯୁଗୀ ସ୍ୱର୍ଗ ରାଜ୍ୟରେ ଉଚ୍ଚପଦର ଅଧିକାର ପ୍ରାପ୍ତ କରିଥାନ୍ତି। ସେଥିପାଇଁ ପ୍ରଥମେ ନିଜକୁ ଜ୍ୟୋତିର୍ବିନ୍ଦୁ ଆତ୍ମନିଶ୍ଚୟ କରିବା ଆବଶ୍ୟକ। ଯେଉଁମାନେ ଦେହୀ ଅଭିମାନୀ ଅର୍ଥାତ୍ ଆତ୍ମ ଅଭିମାନୀ ସେମାନେ ବହୁତ ମିଠା ଏବଂ ସ୍ନେହୀ ହୋଇଥିବେ। ସେମାନେ ଭଗବାନଙ୍କର ଶ୍ରୀମତ ଅନୁସାରେ ସଠିକ୍ ଭାବରେ ଚାଲିବେ। କେବେ କୌଣସି ବି କାର୍ଯ୍ୟ ପାଇଁ ବାହାନା କରିବେ ନାହିଁ। ସର୍ବଦା ଆଜ୍ଞାକୁ ପାଳନ କରି ଚାଲିବେ। କେବେ ହେଲେ ମନା କରିବେ ନାହିଁ। ଯେବେ କି ଦେହ ଅଭିମାନୀ ବା ଦେହ ଅହଙ୍କାରୀମାନେ ଭାବନ୍ତି ଯେ ଏହି କର୍ମ କଲେ ମୋର ସମ୍ମାନ କାଳେ ଚାଲିଯିବ, ମୋର କାଳେ କ୍ଷତି ହୋଇଯିବ, ମୋର ଶରୀର ଅସୁସ୍ଥ ହୋଇଯିବ ଇତ୍ୟାଦି। କିନ୍ତୁ ଆତ୍ମ ଅଭିମାନୀ ସର୍ବଦା ଭଗବାନଙ୍କର ନିର୍ଦ୍ଦେଶ ଅନୁସାରେ ଚାଲିବେ। ଶିବ ବାବାଙ୍କ ପ୍ରତି ପୂରା ସମ୍ମାନ ରଖିବେ। କେବେ ହେଲେ କ୍ରୋଧରେ ଆସି ବାବାଙ୍କର ଅବଜ୍ଞା କରିବେ ନାହିଁ। ସେମାନଙ୍କର ନିଜର ଦେହ ପ୍ରତି ମଧ୍ୟ ଆକର୍ଷଣ ନଥିବ। ଶିବ ବାବାଙ୍କର ୟାଦ ବା ସ୍ମୃତି ଦ୍ୱାରା ନିଜର କଲ୍ୟାଣ କରିଚାଲିବେ। କୌଣସି କଥାକୁ ଅକଲ୍ୟାଣ ହେବାକୁ ଦେବେ ନାହିଁ। ସେଥିପାଇଁ ଉତ୍ତମ ଜ୍ଞାନୀ ଆତ୍ମାମାନଙ୍କର ସର୍ବଦା ସଙ୍ଗ କରିବାକୁ ହେବ। ଦେହ ଅଭିମାନୀମାନଙ୍କର ସଙ୍ଗଠାରୁ ବହୁତ ଦୂରରେ ରହିବାକୁ ହେବ। ଶିବ ବାବାଙ୍କ ଦ୍ୱାରା ଏହି କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ ସ୍ଥାପିତ ଜ୍ଞାନଯଜ୍ଞର ବହୁତ ସ୍ନେହର ସହିତ ସ୍ୱଚ୍ଛ ହୃଦୟର ସହିତ ଦାୟିତ୍ୱ ବହନ କରିବାକୁ ହେବ। ଶିବ ବାବା କହୁଛନ୍ତି, ଜ୍ଞାନ, ଗୁଣ ଏବଂ ଶକ୍ତି ଗୁଡ଼ିକରେ ସମ୍ପନ୍ନ ହୋଇ ଦାନ କରୁଥିବା ମହାଦାନୀ ହୁଅ। ଯେହେତୁ ତୁମମାନଙ୍କର ପିତା ସ୍ୱୟଂ ଭଗବାନ ଦାତା, ବରଦାତା, ଭାଗ୍ୟ ବିଧାତା, ତେଣୁ ତାଙ୍କର ସନ୍ତାନ ହିସାବରେ ତୁମକୁ ମଧ୍ୟ ସମସ୍ତଙ୍କୁ ମହାଦାନୀ ହୋଇ ଦାନ କରିବାର ଅଛି ଜ୍ଞାନ, ଗୁଣ ଏବଂ ଶକ୍ତି ଗୁଡ଼ିକର। ସାରା ଦିନ ଭିତରେ ଯେଉଁମାନେ ତୁମ ସମ୍ପର୍କରେ ଆସୁଛନ୍ତି ସେମାନଙ୍କୁ ମହାଦାନୀ ହୋଇ କୌଣସି ନା କୌଣସି ଶକ୍ତିର, ଜ୍ଞାନର ଅବା ଗୁଣର ଦାନ ଦେଇ ଚାଲ। ଦାନର ଆଧ୍ୟାତ୍ମିକ ଅର୍ଥ ହେଉଛି ସହଯୋଗ ହେବା, ସହଯୋଗ ଦେବା। ତେଣୁ ତୁମମାନଙ୍କୁ ଏହି ତିନି ସମ୍ପତ୍ତିରେ ସମ୍ପନ୍ନ ହେବାକୁ ପଡ଼ିବ। ଗାଳି ଦେଉଥିବା ଆତ୍ମା ହେଉ, ନିନ୍ଦା କରୁଥିବା ଆତ୍ମା ହେଉ, ଯେପରି ବି ହୋଇଥାଉ ତାକୁ ମଧ୍ୟ ନିଜର କଲ୍ୟାଣକାରୀ ମନୋବୃତ୍ତି ଦ୍ୱାରା ବା ଶ୍ରେଷ୍ଠ ସ୍ଥିତି ଦ୍ୱାରା ଗୁଣଦାନ କର। ଯେଉଁମାନେ ଏକମାତ୍ର ଶିବ ବାବାଙ୍କ ଉପରେ ପ୍ରଭାବିତ ହୋଇଛନ୍ତି ସେମାନଙ୍କ ଉପରେ କୌଣସି ବି ଆତ୍ମାର ପ୍ରଭାବ ପଡ଼ିପାରିବ ନାହିଁ। ଆଚ୍ଛା, ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ
ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।